ମୁଁ କିସ୍ତି ପଇସା ନେଇଥିଲି ସେ ୟୁନିଟି ଫାଇନାନ୍ସ ବ୍ୟାଙ୍କ ସାର୍ ମୁଁ କିସ୍ତି ପଇସା ନେଇଥିଲି ସେ ବିଏମ୍ ସାର୍ ନାଁ ହେଉଛି ଶଶିକାନ୍ତ ପ୍ରଧାନ। ସେ କାଲି ମୋ ଘରେ ଯାଇଥିଲା, ଘରେ ଯାଇକି କହୁଛି ପଇସା ଦେ। ହେଲେ ମୋ ସ୍ୱାମୀ 3 ମାସ ଆଗରେ ଜେଲ୍ ଆସିଲେ ମୁଁ 8ଟା କିସ୍ତି ବାନ୍ଧିଥିଲି। ମୋ ସ୍ୱାମୀ ଜେଲ୍କୁ ଯିବା ପୂର୍ବରୁ ମୁଁ 3ଟା ବାନ୍ଧି ପାରିନି। ସାର୍ କାଲି ଯାଇଥିଲା, ଯାଇକି କହୁଛି କିସ୍ତି ପଇସା ବାନ୍ଧି। ମୁଁ କହିଲି ଆଉ କେତେ ଦିନ ଦେରି କର, ମୁଁ ବାନ୍ଧିଦେବି। ସାର୍ କହୁଛି ନାଇଁ, ତୋ କିସ୍ତି ପଇସା ବାନ୍ଧିବାକୁ ଦରକାର ନାହିଁ। ମୋ ହାତ ଧରି ଟାଣିକି କହୁଛି ତୁ ଭିତରକୁ ଚାଲେ, ତୋ ଲୋନ୍ ସୁଧିଯିବ, ତୋତେ ପଇସା ବାନ୍ଧିବାକୁ ଦରକାର ନାହିଁ। ଏମିତି ସେ ବିଏମ୍ ସାର୍ କାଲି ମୋତେ କହିକି ଆସିଲା। ଆଉ ଉଲ୍ଟା ପଲ୍ଟା ଭାଷାରେ ଗାଳି ଦେଲା। ମାନେ ଗାଁର ଲୋକ 5-6 ଜଣ ଲୋକ ଆସିଥିଲା। ତାପରେ ସେମାନେ ଲୋକ ଜଣ ଦେଖିକି ପଳାଇ ଆସିଲା। ଆଉ ଆସିବାକୁ ପଡ଼ିଲେ କହିଲେ ମୁଁ ଆଥରେ ଆସିବି ତୋ ଘରେ, ଆସିକି ପଇସା ଯଦି ନଦେବୁ ତୋତେ ଦେଖିକି ଘର ଭିତରେ ନେଇଯିବି। ଏମିତି କହିକି ସେ ସାର୍ ଚାଲି ଆସିଲା। ତ ଧରିକି ଟାଣିକି ଘର ଭିତରେ ନେଇଯିବି କହୁଥିଲେ। ଖରାପ ନଜର ଭଲ ନଥିଲା। ସେ ମୋ ହାତ ଯାଇକି କହିଲି ତୁ ଘର ଭିତରେ ଚାଲେ, ତୋ ଲୋନ୍ ପଇସା ସବୁ ଶୋଧ ହୋଇଯିବ, ତୋତେ ବାନ୍ଧିବାକୁ ଦରକାର ନାହିଁ। ଏମିତି କହିଲେ ସେ ସାର୍। ତାଣୁ ଆସିଲି ମୁଁ ତା ନାଁରେ କେସ୍ କରିବି। ସେ ଏମିତି କାହିଁକି କହୁଛି, ଘରେ କେ ନାହିଁ ମୁଁ ଜାଣିଥିଲି ସେ ଯାଇକି ଏମିତି କାହିଁକି କହୁଛି ରାତି 8ଟାରେ। ମୁଁ କିସ୍ତି ପଇସା ନେଇଥିଲି ସେ ୟୁନିଟି ଫାଇନାନ୍ସ ବ୍ୟାଙ୍କ ସାର୍ ମୁଁ କିସ୍ତି ପଇସା ନେଇଥିଲି ସେ ବିଏମ୍ ସାର୍ ନାଁ ହେଉଛି ଶଶିକାନ୍ତ ପ୍ରଧାନ। ସେ କାଲି ମୋ ଘରେ ଯାଇଥିଲା, ଘରେ ଯାଇକି କହୁଛି ପଇସା ଦେ। ହେଲେ ମୋ ସ୍ୱାମୀ 3 ମାସ ଆଗରେ ଜେଲ୍ ଆସିଲେ ମୁଁ 8ଟା କିସ୍ତି ବାନ୍ଧିଥିଲି। ମୋ ସ୍ୱାମୀ ଜେଲ୍କୁ ଯିବା ପୂର୍ବରୁ ମୁଁ 3ଟା ବାନ୍ଧି ପାରିନି। ସାର୍ କାଲି ଯାଇଥିଲା, ଯାଇକି କହୁଛି କିସ୍ତି ପଇସା ବାନ୍ଧି। ମୁଁ କହିଲି ଆଉ କେତେ ଦିନ ଦେରି କର, ମୁଁ ବାନ୍ଧିଦେବି। ସାର୍ କହୁଛି ନାଇଁ, ତୋ କିସ୍ତି ପଇସା ବାନ୍ଧିବାକୁ ଦରକାର ନାହିଁ। ମୋ ହାତ ଧରି ଟାଣିକି କହୁଛି ତୁ ଭିତରକୁ ଚାଲେ, ତୋ ଲୋନ୍ ସୁଧିଯିବ, ତୋତେ ପଇସା ବାନ୍ଧିବାକୁ ଦରକାର ନାହିଁ। ଏମିତି ସେ ବିଏମ୍ ସାର୍ କାଲି ମୋତେ କହିକି ଆସିଲା। ଆଉ ଉଲ୍ଟା ପଲ୍ଟା ଭାଷାରେ ଗାଳି ଦେଲା। ମାନେ ଗାଁର ଲୋକ 5-6 ଜଣ ଲୋକ ଆସିଥିଲା। ତାପରେ ସେମାନେ ଲୋକ ଜଣ ଦେଖିକି ପଳାଇ ଆସିଲା। ଆଉ ଆସିବାକୁ ପଡ଼ିଲେ କହିଲେ ମୁଁ ଆଥରେ ଆସିବି ତୋ ଘରେ, ଆସିକି ପଇସା ଯଦି ନଦେବୁ ତୋତେ ଦେଖିକି ଘର ଭିତରେ ନେଇଯିବି। ଏମିତି କହିକି ସେ ସାର୍ ଚାଲି ଆସିଲା। ତ ଧରିକି ଟାଣିକି ଘର ଭିତରେ ନେଇଯିବି କହୁଥିଲେ। ଖରାପ ନଜର ଭଲ ନଥିଲା। ସେ ମୋ ହାତ ଯାଇକି କହିଲି ତୁ ଘର ଭିତରେ ଚାଲେ, ତୋ ଲୋନ୍ ପଇସା ସବୁ ଶୋଧ ହୋଇଯିବ, ତୋତେ ବାନ୍ଧିବାକୁ ଦରକାର ନାହିଁ। ଏମିତି କହିଲେ ସେ ସାର୍। ତାଣୁ ଆସିଲି ମୁଁ ତା ନାଁରେ କେସ୍ କରିବି। ସେ ଏମିତି କାହିଁକି କହୁଛି, ଘରେ କେ ନାହିଁ ମୁଁ ଜାଣିଥିଲି ସେ ଯାଇକି ଏମିତି କାହିଁକି କହୁଛି ରାତି 8ଟାରେ।